ବନ୍ଦେ ମାତରମ୍। ଶୁଭ ସକାଳ। ଏହି ସୁନ୍ଦର ପରିବେଶରେ ଅନଲାଇନ୍ ପାଠଚକ୍ରରେ ଉପସ୍ଥିତ ଥିବା କେନ୍ଦ୍ରାପଡ଼ାର ସମସ୍ତ ଜୋନାଲ ସ୍ତରୀୟ ଅପା ଭାଇମାନଙ୍କୁ ସାଦର ସପ୍ରେମ ପ୍ରଣାମ। ଏକ ଚମତ୍କାର ପ୍ରଚେଷ୍ଟା କରୁଛନ୍ତି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ବା ବର୍ଷବ୍ୟାପୀ ଶ୍ରୀ ଅରବିନ୍ଦଙ୍କର 150ତମ ଜନ୍ମବାର୍ଷିକ ପାଳନ କରୁଛନ୍ତି। ଉଦ୍ଦେଶ୍ୟ ହେଉଛି ଶ୍ରୀ ଅରବିନ୍ଦଙ୍କର ସାହିତ୍ୟ ପ୍ରଚାର ଏବଂ ପ୍ରସାର କରିବା ଏବଂ ଲକ୍ଷ୍ୟ କରାଯାଉଛି ମଧ୍ୟ ଉପସ୍ଥିତ ସଦସ୍ୟଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ। ତେଣୁ ଏହିପରି ଚମତ୍କାର ପରିବେଶକୁ ଆପଣମାନଙ୍କୁ ସ୍ୱାଗତ କରୁଛି, ସାଦର ସପ୍ରେମ ପ୍ରଣାମ ଜଣାଉଛି। ମୁଖ୍ୟତଃ ଆମେ ଆଜି ଆଲୋଚନା କରିବା ଶ୍ରୀ ଅରବିନ୍ଦଙ୍କର କାବ୍ୟ କବିତା ଉପରେ। ଆମେ ଜାଣିଛନ୍ତି ଟପିକ୍ ମଧ୍ୟ ବାଛିଛନ୍ତି ଶ୍ରୀ ଅରବିନ୍ଦଙ୍କର କାବ୍ୟ କବିତା, କାବ୍ୟ କବିତାରେ ଆଧ୍ୟାତ୍ମିକତାର ପ୍ରତିଫଳନ, ପ୍ରତିଛବି ଏବଂ ପ୍ରତିଧ୍ୱନି। ତେଣୁ ଏହି ସୁନ୍ଦର ସବଜେକ୍ଟକୁ ବାଛିଛନ୍ତି ଶ୍ରୀ ଅରବିନ୍ଦଙ୍କର କାବ୍ୟ କବିତାରେ ଆଧ୍ୟାତ୍ମିକତାର ପ୍ରତିଫଳନ। ତେଣୁ ଏହି ସୁନ୍ଦର ସବଜେକ୍ଟକୁ ଆମେ ଆଲୋଚନା କରିବାକୁ ଯିବା, ଶ୍ରୀ ଅରବିନ୍ଦଙ୍କୁ ପଢ଼ିବା। ଏଭଳି ସୌଭାଗ୍ୟ ମଧ୍ୟ କମ୍ ଥାଏ, କାରଣ ଜେନେରାଲି ଆମର ଜୀବନ ସାବିତ୍ରୀ, ଲାଇଫ୍ ଡିଭାଇନ୍, ସିନ୍ଥେସିସ୍ ଯୋଗ ଆରି ଭିତରେ ଜୀବନ କଟେ। ଏଇଭଳି ଏକ ସୁନ୍ଦର ପରିବେଶ ଭିତରକୁ ଆମେ ଯେତେବେଳେ ଯାଉଛନ୍ତି, କିଛି ବର୍ଷ ପୂର୍ବରୁ ମାତୃଭବନରେ ମଧ୍ୟ ଆମେ ଆଲୋଚନାର ପ୍ରୟାସ କରିଥିଲେ ଅଫଲାଇନ୍ରେ, ଏପ୍ରିଲ କନଫରେନ୍ସ ମାଧ୍ୟମରେ। ତେଣୁ ଏବେ ଆପଣମାନଙ୍କର ଏହି ସୁନ୍ଦର ପ୍ରଚେଷ୍ଟା ନିଶ୍ଚିତ ଭାବରେ ଫଳବତୀ ହେବ, ଏଥିରେ ସନ୍ଦେହର ଅବକାଶ ନାହିଁ। ଯାହା ହେଉ, ଆମେ ଆଲୋଚନା ଭିତରକୁ ପ୍ରବେଶ କରିବା। ସେଇ ମାଟିରୁ ତିଆରି ହୋଇ ଆସିଥିବା ଏହି ମଣିଷଟିଏ କେବଳ ଭଗବାନଙ୍କୁ କୃତଜ୍ଞତା ଜଣାଇବ ଯେ ଆଗକୁ ଯିବା ପାଇଁ ଭଗବାନ ଆମକୁ ବାଟ ଦେଖାନ୍ତୁ, ମାର୍ଗ ପ୍ରଦର୍ଶନ କରନ୍ତୁ, ଯାହାଦ୍ୱାରା ପଙ୍ଗୁ ଲଙ୍ଘୟତେ ଗିରି ମୁକମ୍ କରୋତି ବାଚାଳମ୍, ଆମକୁ ଯିବା ପାଇଁ ନିଶ୍ଚିତ ଭାବରେ ସହାୟତା ଏବଂ ଆଲୋକ ମିଳିବ, ଏଥିରେ ସନ୍ଦେହର ଅବକାଶ ନାହିଁ। ପ୍ରଶ୍ନ ଆସିକରି ପହଞ୍ଚୁଛି, ପ୍ରକୃତରେ ଆମେ ପଢ଼ିବା ପାଇଁ ଯୋଗ୍ୟ ହେଲୁଣି କି? ଆଜି ପରି ଏକ ସୁନ୍ଦର ଦିନରେ ଆମେ ଆସି ପହଞ୍ଚୁଛୁ। ବର୍ଷ ସାରା ଆମେ 150ତମ ଜନ୍ମବାର୍ଷିକୀ ଶ୍ରୀ ଅରବିନ୍ଦଙ୍କର ପାଳନ କରିବାକୁ ଯାଉଛୁ। ସେଥିପାଇଁ ଆମେ କେତେ ପ୍ରସ୍ତୁତ, କେତେ ଯୋଗ୍ୟ, ତାହା କେବଳ କଳ୍ପନା କରିବାର କଥା। ଯାହା ବି ହେଉ, ଏହି ସୁନ୍ଦର ଚମତ୍କାର ପରିବେଶ ଭିତରକୁ, ଚମତ୍କାର ପରିବେଷ୍ଟନୀ ଭିତରକୁ, ଚମତ୍କାର ଆଲୋଚନା ଚକ୍ର ଭିତରକୁ ସମସ୍ତଙ୍କୁ ସ୍ୱାଗତ କରିବା। ଆପଣମାନଙ୍କୁ ଆଉ ଥରେ ସ୍ୱାଗତ କରିବା ସହିତ ସାଦର ସପ୍ରେମ ପ୍ରଣାମ ଜଣାଇ ଆଜିର ଆଲୋଚନା ବିଷୟବସ୍ତୁ ଭିତରକୁ ଯିବା। ଶ୍ରୀ ଅରବିନ୍ଦଙ୍କର କାବ୍ୟ କବିତା ଭିତରକୁ ଆମେ ପ୍ରବେଶ କରିବା। ଜାଣିଛନ୍ତି ଶ୍ରୀ ଅରବିନ୍ଦ ତାଙ୍କର କାବ୍ୟ ଉପରେ ଗୋଟିଏ ଲାଇନ୍ ଲେଖୁଛନ୍ତି, ପୋଏଟ୍ରି ଉପରେ ଗୋଟିଏ ଲାଇନ୍ ଲେଖୁଛନ୍ତି ଏବଂ ପୋଏଟ୍ରି ଏବଂ ଆର୍ଟ ଭିତରେ ପାର୍ଥକ୍ୟ ଦେଖାଉଛନ୍ତି। ପୋଏଟ୍ରି ରେଜେସ୍ ଇମୋସନ୍, ଆବେଗକୁ ବଢ଼େଇ ଦିଏ। ପୋଏଟ୍ରି ରେଜେସ୍ ଇମୋସନ୍ସ, ଆର୍ଟ ଷ୍ଟିଲ୍ସ ଦ ଇମୋସନ୍। ସେ କ'ଣ କରିବ? କଳା କିନ୍ତୁ କ'ଣ କରିବ? ତାକୁ ସ୍ଥିର କରିଦେବ ଏବଂ ସ୍ତବ୍ଧ କରି ରଖିଦେବ। ତେଣୁ ପୋଏଟ୍ରିର ଧର୍ମ ହେଉଛି ଇମୋସନ୍କୁ ଇଲେଭେଟ୍ କରିବା, ଉପରକୁ ନେବା, ରେଜ୍ କରିବା। ଯିବା ପୂର୍ବରୁ କେବଳ ଗୋଟିଏ ଜିନିଷ କହିବା, ଆମେ ବହୁତ ବଡ଼ ବଡ଼ ଗ୍ରନ୍ଥ, ବଡ଼ ବଡ଼ ସାହିତ୍ୟ ଆମେ ପଢ଼ୁଛନ୍ତି, ସାବିତ୍ରୀ, ଲାଇଫ୍ ଡିଭାଇନ୍, ଯାହା ଭିତରେ ପ୍ରତିଦିନ ଅନ୍ତତଃ ସକାଳୁ ସନ୍ଧ୍ୟା ଭିତରେ ଅନେକ ଥର ମଧ୍ୟ ଆମେ ବିଶେଷ ଅନଲାଇନ୍ ବା ଅଫଲାଇନ୍ ଭିତରେ ଆମେ ମଜ୍ଜି ରହୁଛନ୍ତି, ପଢ଼ୁଛନ୍ତି। କିନ୍ତୁ ବାସ୍ତବ ସତ୍ୟ ହେଉଛି, ଆମେ ଯେତେବେଳେ ପୋଏଟ୍ରି, ସନେଟ୍ ଆରି ଭିତରକୁ ଆମେ ଯିବା, ଶେଷ କବିତାବଳୀ ଭିତରକୁ ଆମେ ସବୁ ପ୍ରବେଶ କରିବା, ତାହାର ସ୍ପର୍ଶ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ଆମେ ତାକୁ ପଢ଼ିବା, ସେଇ ଚେତନାକୁ ଆସିବା, ଆଉ ତା ଭିତରେ ଆମେ ଆଲୋଚନା କରିବାକୁ ଯିବା ଆଧ୍ୟାତ୍ମିକତାର ପ୍ରତିଫଳନ, ଆଧ୍ୟାତ୍ମିକତାର ପ୍ରତିଧ୍ୱନି। ଆଧ୍ୟାତ୍ମିକତା, ଗୋଟେ କଥା ମନେ ପଡ଼ୁଛି, ଯେତେବେଳେ ପ୍ରଭୁ ଆସିକରି ପହଞ୍ଚିଥିଲେ ଚାକିରି କରି, ଯେତେବେଳେ ବରୋଦାରେ ଯେତେବେଳେ ଗାଇକ୍ୱାଡ଼ଙ୍କ ଅଣ୍ଡରରେ ଯେତେବେଳେ କାମ କରିଥିଲେ କଲେଜରେ, ସେତିକିବେଳେ ବରୋଦା ଗାଇକ୍ୱାଡ଼ଙ୍କର ସୁନ୍ଦର ଅବଜର୍ଭେସନ୍ ଥିଲା। କହିଲେ ସେ କ୍ୱେଶ୍ଚିନ୍ ପଚାରି ଚାଲିବେ, ସେସବୁ ଆନ୍ସାର ପାଇବେ ୟେସ୍, ନୋ ଅର୍ ଷ୍ଟପ୍, ହଁ ନା, ନହେଲେ ବନ୍ଦ ହେଇଯିବେ। ସେତିକିବେଳେ ଗାଇକ୍ୱାଡ଼ ଭାବୁଛନ୍ତି ଯେ ସମଥିଙ୍ଗ ୟୋଗିକ୍ ଇନ୍ ଇଟ୍, ନିଶ୍ଚିତ ଭାବରେ ତା'ର ଆଧ୍ୟାତ୍ମିକତାର ପରିସ୍ଫୁରଣ ତାଙ୍କ ଭିତରେ ଅଛି, ନଚେତ ଏମିତିକା ଅବସ୍ଥା, ଏଇଭଳି ଆନ୍ସାର ମିଳୁନଥାନ୍ତା କି ଏଇଭଳିଆ ସ୍ଥିତି ଉତ୍ପନ୍ନ ହେଉନଥିଲା। କିନ୍ତୁ ଶ୍ରୀ ଅରବିନ୍ଦ ନିଜେ ଲେଖୁଛନ୍ତି, ମାଇଣ୍ଡ ୱାଜ୍ ଦ ସାଇଡ୍ ଡୋର୍ ଏଣ୍ଟ୍ରି ଇଣ୍ଟୁ ସ୍ପିରିଚୁଆଲ୍ ଲାଇଫ୍। ଆଧ୍ୟାତ୍ମିକ ଜଗତ ଭିତରକୁ ମୋର ହେଉଛି ଇଏ ସାଇଡ୍ ଡୋର୍ ଏଣ୍ଟ୍ରି। କିନ୍ତୁ ସତରେ ସାଇଡ୍ ଡୋର୍ ଏଣ୍ଟ୍ରି ବା ମେନ୍ ଡୋର୍ ଏଣ୍ଟ୍ରି ଆମେ କହିବା, କାରଣ ଆମେ ଭଗବାନଙ୍କୁ ନିଜ ଆଖିରେ, ଆମ ଚେତନାରେ, ଆମ ଚିନ୍ତନରେ, ଆମ ଚିନ୍ତାରେ କଳ୍ପନା କରିପାରିବା ନେକ୍ସଟ ଟୁ ଇମ୍ପସିବଲ୍, ଅସମ୍ଭବ କାରବାର। କିନ୍ତୁ ଯାହା ବି ହେଉ, ମା କହୁଛନ୍ତି, ହୁ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଶ୍ରୀ ଅରବିନ୍ଦ? ଶ୍ରୀ ଅରବିନ୍ଦକୁ କିଏ ବୁଝିପାରିବ? ହିଜ୍ ଆଜ୍ ଭାଷ୍ଟ ଆଜ୍ ଦ ୟୁନିଭର୍ସ।
सी होचନ୍ତି से विश्व ठारू व्यापक विशाल हिज टीचिंग्स आर लिमिटलेस जहाँ से करके जाइछन्ति ताहा सीमा नाही थरे गोटे प्रश्न पचरा हैतला प्रभु आपण जहाँ जानिछन्ति कोन सब लेखि गले कहले ना 10% तापर संगे संगे क्वेश्चन पचारुछन्ति प्रश्नकर्ता व्हाट अबाउट द रेस्ट 90% श्री अरविंद कहते जहाँ लिखी ताहा पढ़ कारण ये जन्म नुहे अनेक जन्म पढ़ी सारा पढ़ा जी बुझीपारे ना कारण आम अनुभव करूँ हजार हजार थर मध्य से लाइन भीतर को से जो पंक्ति भीतर को से जो पृष्ठा भीतर को से पाठ भीतर को से बही भीतर को प्रवेश कर आसी सारा पर आमको एमती अनुभूति हुए आम केवल समुद्रर बालीगरड़ा पर्यंत भी छुई पारुनु समुद्रर गभीरता माप करने अनेक जुग अनेक जन्म लगे तेणु श्री अरविंद को किए बा कल्पना करा ही हूँ आलोच्य विषय वस्तु परवर्ती अवस्था आम आसू देखू जे प्रभु कहले मु सबुजाक लिखी दुनिया पाई किंतु सावित्री लिखी मो पाई किंतु से चेतना ने आम प्रभु को कृतज्ञता जनाऊँ प्रार्थना करुचु से आमको किसी सहायता करुँच कृपावृष्टि करुँच आम पढ़ुचु किंतु आज सावित्री लाइव डिवाइन पढ़ार आज आवश्यकता नहीं आम केवल आज जा कलेक्टेड पोएम भीतर को आम जा से शेष कविता भली पढ़ा जो काव्य कविता उपर को जा प्रथमे आम आलोचना करवा कृष्ण को कृष्ण आप जानते आकर्षयती कृष्ण आराधयती राधा तेणु यही जो न्याय रे आम जो आलोचना करुचु ता भीतर को जाऊँ आम जाना कृष्ण आ राधा होती यही माँ कहते महानतम देवता मध्य मोर संतान कृष्ण मध्य मोर संतान तेणु से मो आगे समस्ते शिशु परी श्री अरविंद मेसेज हूँ मदर इज द मदर ऑफ कृष्ण जितेबाला सुप्रामेंटाल मानिफेस्टेशन प्रथम वार्षिक पालन करने को जाऊँ प्रथम से श्री अरविंद श्रीकृष्ण निजे माँ को आसी रिक्वेस्ट करुँच आशीर्वाद पुष्प भक्त मान को बंटन करी माँ राजी होते परदिन जो माँ तौक आसुँच देखुं श्रीकृष्ण आसी पहुँची माँ को कोल बसी से ब्लेसिंग्स बांटुले ये कहानी ये भली वास्तवता सहित आप परिचित तेणु आम से कृष्ण विषय सामान्य अतिक्रम करने को जाऊँ जो श्रीकृष्ण को जी माँ प्रथम श्री अरविंद को श्रीकृष्ण बोली भावुले एवं श्रीकृष्ण जे कि ये जोगर मार्ग पथ प्रदर्शक बोली श्री अरविंद कहती एवं सर्ववासुदेवमय कृष्ण सर्वत्र वासुदेव चेतना सब जाणी सारापर श्री अरविंद कहते श्रीकृष्ण होती मोर फ्रेंड एंड लभर तेणु बंधु एवं मोर प्रेमिक तेणु आरि भितर रोचंती आमे देखुचंती अनुभव करुचंती एबे पढ़िबा से कृष्ण को कृष्णर कविता को जहाँ कृष्णकर सनेट श्री अरविंद द्वारा लिखित ताकू आमे पढ़िबा खोजी मु पाइछि शेषे मो आत्मार जन्म अभिप्राय मो आत्मार जन्म अभिप्राय मोर नुहे मु खोजी पाइछि एही विश्वभुवन रे सुमधुर आउ भयावह एही विश्वभुवन रे मो मोर जन्मर आत्मार जन्म अभिप्राय पाइछि जहाँ कि हूँ सुमधुर आउ भयावह अनुभव करिछि मु क्षुधार्थ हृदय पृथ्वीर आस्पृहार स्वर्गर अतीत चरण श्रीकृष्णकर पृथ्वीर अतीत आस्पृहार मुझे देखी स्वर्गर अतीत चरण श्रीकृष्णकर कारण श्रीकृष्ण होती अधिमानस स्तर रास्ता अधिमानस स्तर देवता अवतार एवं कौन कर आनंदमय तार परवर्ती अवस्था लिखुंट देखी मु आत्म अमरत्व भरा शोभा से दुई नयने मु देखी कौन देखी ना अमरत्व भरा अमरत्व भरा शोभा से दुई नयने दिव्य प्रेमिकर वंशी शुणे भावावेग शुणे दिव्य प्रेमिक पुनर्बार से पुणी से प्रेमिक कथा कहते दिव्य प्रेमिकर वंशी शुणे भावावेग शुणे जानी मुझे पुलक चिरंतन परमानंदकर दुखताप चिरदिन स्तब्ध तेणु हृदयर से होती पुलक चिरंतन परमानंदकर कृष्ण को वर्णना करुँचे चमत्कार भाव में पुलक चिरंतन परमानंदकर प्रेमिकर वंशी शुण अमरत्व भरा से दुई देखी से दुई नयने तार परवर्ती अवस्था कहते निकटरू निकटतर हुए सही वंशी सुन धीरे 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 पाखे आसूची शिहरित हुए अपूर्व भरसरे मो जीवन जिते से वंशी सुन पाखे आसूची आम जाचु जमुनार जल बहिबनी आउ बहिबनी बंशीर सुन शुभिबनी आउ शुभिबनी जो आम कदम्बर फूल फुटबनी आउ फुटबनी गोपींकर लुह देखी दिशबनी आउ दिशबनी से प्रेम आउ दुनिया भिजबनी आउ भिजबनी तार परवर्ती होती श्री अरविंद कहते निकटरू निकटतर हुए से ही वंशी सुन शिहरित हुए अपूर्व हरसरे मो जीवन तेणु प्रभु लिखुंट चिंता कर देखु आउ श्रीकृष्ण जितेबाला
ओभरमाइंड गॉड श्री अरविंद होउछन्ति सुप्रामेंटाल स्तर अतिमान स्तर समग्र प्रकृति विस्तारित प्रेमकूल प्रतीक्षार प्रत्याशित स्पर्श आउ आलिंगन पाई प्रभुंकर तेणु समस्त विश्व बर्तमान प्रस्तुत होकर रही अपेक्षा कर रही से बंशी ध्वन जे पाखु पाखु आसूसी विस्तारित प्रेमकूल प्रतीक्षार प्रत्याशित आउ स्पर्श आउ आलिंगन प्रभुंकर पाइब से अपेक्षा कर रही शेष दुई लाइन की चमत्कार भाव लिखुंट यही मुहूर्तटी जमी बंचा मो अतीत ए मुहूर्तटी जेपरी बंची मो अतीत तेणु जो मो अतीत कथा चिंता कहुचे आपण मान भर चिंता करेंगे जे प्रभु को आम कौटी रखीचु केमी देखीचु गोटे चमत्कार कथा आम देखीचु 1872 मसीहार 1950 मसीहा भितर बंधी रखी किंतु श्री अरविंद कहते यही मुहूर्तटी जेपरी बंची मो अतीत अतीत माने से सामान्य जो 10-20 वर्ष 30 वर्ष 50 वर्ष गैप कथा कहना मो अतीत ही वाज हियर बिफोर द एलिमेंट्स कुड एमर्ज जो अणुपरमाण्य सृष्टि हो नाला से थिले आ कौन करथिले यही मुहूर्तटी जबिति बंची मो अतीत विश्व मोहि मो भितरे आउ पूर्णतार छंद स्पंदित तेणु देखो चमत्कार भाव में केतले कहते बंशी स्वन तांकपाई अपेक्षा परम प्रेमिक बंशी बदर स्वन मोहन अपूर्व पुलक सिंहरण अतीत माने श्रीकृष्णकर आस्पृहा स्वर्गर अतीत कृष्ण चरण अमरत्व भरा से शोभा तेणु ता भितर देखंतु आलिंगन प्रभुंकर परम प्रेमिक कि चमत्कार आलोचन भरी रही से कृष्णकर से जो बंशी स्वन एवं सनेटटी तार परवर्ती अवस्था आम जा आउ टे आगू को जा आउ गोटे सनेट भीतर को जा जहाँ हूँ शिव तेणु शिव आम जानी लॉर्ड ऑफ ट्रांसफॉर्मेशन जी कि निजर पृथ्वीर आनंद पाई पृथ्वीर सुख पाई पृथ्वीर मंगल पाई निजे हलाहल विष पान करते ना हूँ आपण मैंने जानी नीलकंठ क्षणकपि बोलिक जानी आशुतोष आशुतोष्यति अति आशुतोष जहाँ को आम मैंने जाचु आम भाषा परिपूर्ण भाषा लॉर्ड ऑफ ट्रांसफॉर्मेशन रूपांतर देवता माँ कहते लिखुंट जे अति मानसर जो मानिफेस्टेशन हेले सियर शिव अपेक्षा कर रही परिस्थिति सुधरी गले एवं प्रस्तुत हेले से पुनर्बार जन्म नहीं या भीतर को आसबे एवं निजर गंगा जितेबाला आसिक पहुँचले गंगा को धारण करने पृथ्वी प्रस्तुत हो नाला से निज जटार गंगा को धारण कर शिव तेणु अनेक दृश्य आज देखी अनेक कहानी शुणी से संहारकर्ता शिव जहाँ को कि किंतु आमे ताकू धरी नौ लॉर्ड ऑफ ट्रांसफॉर्मेशन तेणु तांकरी आगू आमे जीवा से शिवा सन्नेट पढ़ा श्री अरविंदकर शाश्वतर से ही शुभ्र शिखर देश शाश्वतर से ही शुभ्र शिखर देश राजे एक आत्मा अनावृत आनंदर अग्निवेष्टनी धरी प्रशांतिर गूढ़ निसंगता निज नग्न आनंदर कि चमत्कार जिनस आलोचना करुँच अग्निवेष्टनी वेष्टनी हूँ अग्निवेष्टनी धरी प्रशांतर प्रशांतर प्रशांतिर गूढ़ निसंगता कौटी निज नग्न आनंदर होई उठिबार तीव्र आनंद स्पर्शरे होई उठिबार तीव्र आनंद स्पर्शरे चाहती से असरती गभीर मध्य निश्चेतना निरवता मध्य ध्यान मग्न दिव्य जननी को परम आनंदे मौन देखुंट आगे कौन अच्छी ना निश्चेतना आउ ता भितर अज्ञान अंधकार तारि भितर दुई जन शक्ति पढ़ी जो ब्रह्म पाखे माया थाए सेतबले थी शिवों पाखे शक्ति थाए पुरुषों पाखे प्रकृति थाए ही सी तो अनेक बागरे आम आलोचना कर सिक्रेट नॉलेज पढ़ी से पुरुष प्रकृतिकर आलोचना चमत्कार भाव कर अनेक क्लास आम आलोचना कर पर्यालोचना तार समीक्षा आम कर तेणु ये कहते निश्चेतना निरवता मध्य ध्यानमग्न दिव्य जननी को से रही परम आनंदे मौन देखुंट रिएक्शन कौन हो चाही रही कौन होती शिवंकर चाहाणी उठंती जननी शिवंकर चाहाणी उठंती जननी तांक हृदय स्पंदन संकल्प को जानी शिवंकर चाहाणी उठंती जननी तांक हृदय स्पंदन संकल्प को जानी शिवंकर तांडव नृत्य प्रकाश विश्वर और तांडव नृत्य आपणकर देखती आपण देखी चिदम्बरम जाइंट से तांडव नृत्य देखिथे तमिलनाडु चिदम्बर से जो मूर्ति आप देखिथे ये जो तांडव नृत्य देखुंट प्रकाश विश्व जीव जागे ता द्वारा परिवर्तन कौन हो पृथ्वीर जीव जागे मन जन्मे जननी अधर उत्तेजित शिव प्रति
ସେଇ ଯେଉଁ ଆବେଗରେ ଶିବ ଯେତେବେଳେ ହେଉଥିବ ତାଣ୍ଡବ ନୃତ୍ୟ, ଯେତେବେଳେ ଜନନୀଙ୍କର ଶିବଙ୍କର ଚାହାଣୀରେ ଉଠନ୍ତି ଜନନୀ, ତାଙ୍କର ହୃଦସ୍ପନ୍ଦନ ସଂକଳ୍ପକୁ ଜାଣି ସେତେବେଳେ ଶିବଙ୍କର ତାଣ୍ଡବ ନୃତ୍ୟ ଯେତେବେଳେ ବିଶ୍ୱରେ ପ୍ରକାଶିତ ହେଉଛି, ସେତେବେଳେ କ'ଣ ହେଉଛି ନା ଜୀବ ଜାଗେ ମନ ଜନ୍ମେ, ଜନନୀଙ୍କ ଅଧର ଉତ୍ତୋଳିତ ଶିବ ପ୍ରତି ସିଏ ମାତା, ଶେଷେ ଆତ୍ମା ଏକ ଲମ୍ଫ ଦିଏ ଆତ୍ମାର ବାହୁ ପାଶେ। ଆତ୍ମା ଯେଉଁ ଲମ୍ଫ ପ୍ରଦାନ କରୁଛି ଆତ୍ମା ପାଖକୁ, ଦୁଇ ଜଣଙ୍କର ଅମରମେଳନ ପରିବର୍ତ୍ତନ ଚିହ୍ନା ଚିହ୍ନି ତେଣୁ ଏଇ ହେଉଛି। ତେଣୁ ଆରି ଭିତରେ ଶିବଙ୍କର କ୍ରିୟା ଜନ୍ମ ହେଉଛି। ହାସ୍ୟତର ଏହି ଶୁଭ୍ର ଶିଖର ଦେଶରେ ରାଜେ ଏକ ଆତ୍ମା ଅନାବୃତ ଆନନ୍ଦରେ। ସେହି ଆତ୍ମାଙ୍କର ବର୍ଣ୍ଣନା କି ଚମତ୍କାର ଭାବେ ଶ୍ରୀ ଅରବିନ୍ଦ କରୁଛନ୍ତି। ତାର ପରବର୍ତ୍ତୀ ଅବସ୍ଥାରେ ଆମେ ମଧ୍ୟ ଦେଖୁ ଦ ୱାର୍ଡ ଅଫ୍ ସାଇଲେନ୍ସ, ନୈଶବ୍ଦର ବାଣୀ ଯେତେବେଳେ ଆମେ ଶୁଣିବାକୁ ଚାହୁଁ, ସେତେବେଳେ ଚମତ୍କାର ଭାବରେ ଶ୍ରୀ ଅରବିନ୍ଦ ଗୋଟେ ସନେଟ୍ର ପ୍ରଥମ ଭାଗକୁ ବର୍ଣ୍ଣନା କରିଛନ୍ତି। ଶୂନ୍ୟମୟ ନୈର୍ବ୍ୟକ୍ତିକ ନିରବତା ଅଧୁନା ମୋ ମନ, ଏକ ସ୍ୱଚ୍ଛ ଅନୁକରଣୀୟ ବିଶ୍ୱ ଦୃଶ୍ୟମାନ। ଓହୋ, କି ଚମତ୍କାର ବର୍ଣ୍ଣନା! ଦେବତାର ସ୍ୱାକ୍ଷରିତ ନିରବତା ବିପୁଳାୟତନ, ଚିନ୍ତାମୁକ୍ତ ଶୁଦ୍ଧ ମହାନତା, ଇଚ୍ଛାମୁକ୍ତ ଓ ମହାନ। ତେଣୁ ଯେଉଁ କହୁଛନ୍ତି ସେଇ ଯେଉଁ ୱାର୍ଡ ଅଫ୍ ସାଇଲେନ୍ସ, ସେଇ ନିରବତା ଭିତରେ କ'ଣ ହେଉଛି? ଶୂନ୍ୟମୟ ନୈର୍ବ୍ୟକ୍ତିକ ନିରବତା ଅଧୁନା ମୋ ମନ, ଏବେ ବି ମୋ ମନ ସେଇଭଳିଆ ନିରବତା ରହିଛି। ଏକ ସ୍ୱଚ୍ଛ ଏବଂ ଅନୁକରଣୀୟ ବିଶ୍ୱ ଦୃଶ୍ୟମାନ ପ୍ରତୀୟମାନ ହେଉଛି, ପ୍ରକଟିତ ହେଉଛି। ଦେବତାର ସ୍ୱାକ୍ଷରିତ ନିରବତା ବିପୁଳାୟତନ, ତେଣୁ ଦେବତାର ଯେଉଁ ସ୍ୱାକ୍ଷରିତ ହେଉଛି ନିରବତା ବିପୁଳାୟତନ, ଚିନ୍ତାମୁକ୍ତ ଶୁଦ୍ଧ ମହାନତା, ଇଚ୍ଛାମୁକ୍ତ ଓ ମହାନ। ଦିନେ ତାର ପୃଷ୍ଠାରେ ଲେଖିଛି ଅବିଦ୍ୟାର ଅନ୍ଧକାର, ବୁଦ୍ଧିର ଅଯତ୍ନ ଲେଖା ସେ ଅନ୍ଧ ବିବେଚନା କାଳର। ତେଣୁ କିନ୍ତୁ କହୁଛନ୍ତି ଦିନେ ତାର ପୃଷ୍ଠାରେ ଲେଖିଛି ମୁଁ ଅବିଦ୍ୟାର ଅନ୍ଧକାର, ଲେଖିଛି ଅବିଦ୍ୟାର ଅନ୍ଧକାର, ବୁଦ୍ଧିର ଅଯତ୍ନ ଲେଖା ସେ ଅନ୍ଧ ବିବେଚନା କାଳର। ତାହାର କ୍ଷଣଦୀପ୍ତ ବାଣୀ କ୍ଷଣସ୍ଥାୟୀ ଆଲୋକର, ପ୍ରକୃତିର ଚକ୍ରେ ଭ୍ରାମ୍ୟମାଣ ଆତ୍ମାର ଆହ୍ୱାରେ। ସବୁଠି ଏପର୍ଯ୍ୟନ୍ତ ଆମେ ଦେଖୁଛନ୍ତି କୃଷ୍ଣ ଶିବ, ଏଠି ମଧ୍ୟ ଆମେ ଦେଖୁଛନ୍ତି ସେଇ ଆତ୍ମା, ସେଇ ପରମାତ୍ମା। ତେଣୁ ଆଧ୍ୟାତ୍ମିକତାର କଥା କହିଲେ ଆମେ ବୁଝୁଛୁ କ'ଣ ନା ନିଜେ ନିଜକୁ ନିଜ ଭିତରେ ଖୋଜିବା। ତେଣୁ ତାପରେ କହୁଛନ୍ତି ଆଧ୍ୟାତ୍ମିକତା ଆତ୍ମାକୁ ଅଧ୍ୟୟନ କରିବା। ତାର କହୁଛନ୍ତି କ'ଣ କେତେବେଳେ ଆସେ ନା ମନର କାରନାମା ଯେତେବେଳେ ସରିଯାଏ, ଜୀବନର ଅନୁଭବ ଉପଭୋଗର ସ୍ପର୍ଶ ଯେତେବେଳେ ସରିଯାଏ, ତାପରେ ଯେଉଁ ସକାଳ ଆସେ, ଗୋଧୂଳି ପରର ସକାଳ, ତାହାର ଭିତରେ କ'ଣ ହେଉଛି ନା ଗ୍ଲିମ୍ଡ ଦ ଡନ୍ ଅଫ୍ ଏ ସ୍ପିରିଚୁଆଲ ଡେ, ଏକ ଆଧ୍ୟାତ୍ମ ଜୀବନର ଗୋଟିଏ କେବଳ ରୋଷଣୀ, ଗୋଟିଏ ଜଗମଗା ଯେଉଁ ତାର ଚକମକ ଦେଖାଯାଏ। ତେଣୁ ଏଠି ମଧ୍ୟ ଆତ୍ମାର ସ୍ପର୍ଶ, ଆଧ୍ୟାତ୍ମିକତାର ସ୍ପର୍ଶ, ସେଇ ଆଧ୍ୟାତ୍ମିକତାକୁ ନେଇ ଶ୍ରୀ ଅରବିନ୍ଦ ଯାଇଛନ୍ତି। କିନ୍ତୁ ଏବେ ଶୁଣିପାରେ ସେହି ବାଣୀଟି ମହତ ନୀରବ ଅଦୃଶ୍ୟ ସର୍ବଜ୍ଞତା ରଶ୍ମିର ସମ୍ଭବତ। ଆସିଛି କେଉଁଠୁ ସେ ବାଣୀଟି? ନୀରବ ଅଦୃଶ୍ୟ ସର୍ବଜ୍ଞତା ରଶ୍ମିର ସମ୍ଭୂତ ହେଇଛି ସେଇ ଯେଉଁ ବାଣୀ। ନୀରବ କର୍ଣ୍ଣ କେବଳ ପରିବାକ୍ ଶୁଣିପାରେ, ଶୁଣିବ ତାକୁ କିଏ ନା ସାଇଲେଣ୍ଟ ହେଇଗଲା ପରେ। ଯେମିତି ଆମେ ଶୁଣିଥିଲେ ଜନ୍ କିଟ୍ସକୁ ଆମେ ଶୁଣିଛନ୍ତି, ହାର୍ଡ଼ ମ୍ୟୁଜିକ୍ ଆର୍ ସୁଟ୍ ଦୋଜ୍ ଅନ୍ ହାର୍ଡ଼ ଆର୍ ସୁଇଟର୍। ଯେଉଁ ମ୍ୟୁଜିକ୍ ଯେଉଁଟା ଶୁଣୁଛି ସିଏ ଶୁଭୁଛି, ସିଏ ତ ନିଶ୍ଚିତ ଭାବରେ ଆନନ୍ଦମୟ, କିନ୍ତୁ ଅନେକ ମ୍ୟୁଜିକ୍ ଅଛି ଆମେ ଶୁଣିପାରୁନାହୁଁ। ବାଟରେ ଯାଉଛନ୍ତି ସମସ୍ତେ, ଛୋଟିଆ ଝିଅଟିଏ ବସିକିରି ମାନେ ଯେତେବେଳେ ଫସଲ ଅମଳ କରୁଛି, ତାର ସ୍ୱରଟା ଯେତେବେଳେ ଶୁଣୁଛନ୍ତି, ସମସ୍ତେ ଶୁଣୁଛନ୍ତି, କେହି ନ ଶୁଣିକିରି ଚାଲି ଯାଉଛନ୍ତି, କିନ୍ତୁ ସେ ଗୁଣୁଗୁଣ ହେଇ ଗାଉଛି। କିନ୍ତୁ କବି ଦେଖୁଛନ୍ତି ଏବଂ ଲେଖୁଛନ୍ତି ସେଇ କାଳଜୟୀ କବିତା ଦ ସଲିଟାରୀ ରିପର୍। ଚିନ୍ତା କରି ଦେଖନ୍ତୁ ଭଗବାନଙ୍କର କୀର୍ତ୍ତି କ'ଣ। ଶିବଙ୍କୁ ପଢ଼ୁଛୁ ଆମେ, କୃଷ୍ଣକୁ ପଢ଼ୁଛୁ, ତାରି ଭିତରେ କବିତା ହୁ ମଧ୍ୟ ଆପଣମାନଙ୍କୁ ଆସିବ, ଯେଉଁଥିଲେ ଆପଣମାନେ ପଢ଼ିଛନ୍ତି କୋହରେ କିଏ ସେ ସବୁଜ ବନ ନୀଳ ଆକାଶେ, ଝଟକାଏ ତା ଜ୍ୟୋତିର ପ୍ରକାଶେ, କଥାରେ ଯାହାର ବହେରେ ପବନ। କି ଚମତ୍କାର ଲେଖା ଦେଖନ୍ତୁ। ହୁ କବିତା ଯେତେବେଳେ ଆପଣ ପଢ଼ିଥିବେ ସେତେବେଳେ ଆସୁଥିବ, ସିନେମା ମଧ୍ୟ ଦେଖିଥିବେ, ତା ଭିତରେ ଶୁଣୁଥିବ, ତେଣୁ ଯାଇକରି ପହଞ୍ଚୁଥିବେ। ଏବଂ ନୀରବ କର୍ଣ୍ଣ କେବଳ ପରାବାକ୍ ଶୁଣିପାରେ, ନୀରବ କର୍ଣ୍ଣ ସାଇଲେଣ୍ଟ ହେଇଯିବ। କାରଣ ଇନ୍ ଦ ମାଇଣ୍ଡ ସାଇଲେନ୍ସ ଦ ଟ୍ରାନ୍ସେଣ୍ଡେଣ୍ଟ ୱାକ୍ସ, ଦ ହଷ୍ଟ ହାର୍ଟ ହିୟର୍ସ ଦ ଅନଅଟର୍ଡ ୱାର୍ଡ। କେବଳ ନୀରବ ହୋଇଯିବା ଦରକାର, ହୃଦୟ ସବୁଯାକ ନୀରବ ହୋଇଯିବା ଦରକାର। ଡିଏଁ ବିଶେଷ ପ୍ରେରିତ ଦିବସର ମହିମାରେ, ତେଣୁ ସେ ସବୁ ଶୁଣିପାରିବ ଏବଂ ଲଙ୍ଘ ପ୍ରଦାନ କରିବ। ଅବିକ୍ଷିବ୍ଧ ପ୍ରଶାନ୍ତି ବ୍ୟାପ୍ତିରୁ ଆସିଥାଏ ଫେରି, ବିସ୍ତାରିତ ମୁକ୍ତିର ସାଗରେ ହର୍ଷୋଲ୍ଲାସ ଭରି। ତେଣୁ କହୁଛନ୍ତି ଅବିକ୍ଷିବ୍ଧ ପ୍ରଶାନ୍ତ ବ୍ୟାପ୍ତିରୁ ଆସିଥାଏ ଫେରି, ସେଇ ସବୁ ଭାଷା ଆସୁଛି, ସେ ଶବ୍ଦ ଆସୁଛି, ବିସ୍ତାରିତ ମୁକ୍ତିର ସାଗରେ ଆସୁଛି ହର୍ଷୋଲ୍ଲାସ ଭରି। ତେଣୁ ମୁକ୍ତି ପ୍ରଦାନ କରିବା ପାଇଁ। ତେଣୁ ଚିନ୍ତା କରି ଦେଖନ୍ତୁ ଆ ଭିତରେ ଆଧ୍ୟାତ୍ମିକତାର କି ଜବରଦସ୍ତ ସ୍ପର୍ଶ ଅଛି, ତାହା କେବଳ କୋଷାଣ କରିବା କଥା।
ଯେତେବେଳେ ଷ୍ଟୋନ୍ ଗଣେଶ ଆମେ ପଢ଼ିବାକୁ ଯାଉ ସେତେବେଳେ କହୁଛନ୍ତି ଏକ ଦେବନଗରୀର କ୍ଷୁଦ୍ର ଏକ ମନ୍ଦିର ଭିତରେ ଏକ ଦେବନଗରୀର କ୍ଷୁଦ୍ର ଏକ ମନ୍ଦିର ଭିତରେ ଆମେ ମନ୍ଦିର ଯାଉଛୁ ମନ୍ଦିର ତିଆରି ହେଇଛି ଯାଇଛି କିନ୍ତୁ ଟେମ୍ପଲ୍ସ ଦ ଗଡ୍ ହେଡ୍ ନନ୍ ଆର୍ ସିନ୍ ସେଇ ମନ୍ଦିର ଆମରି ଭିତରେ ଅଛି ଶରୀର ହେଉଛି ମନ୍ଦିର ବଡି ଇଜ୍ ଦ କ୍ରିସାଲିସ୍ ଅଫ୍ ଦ ସୋଲ୍ ଆମେ ବୁଝୁନୁ ଏକ ଦେବନଗରୀର କ୍ଷୁଦ୍ର ମନ୍ଦିର ଭିତରେ ଦେବତାତ୍ମା ଦେଇଥିଲେ ଦର୍ଶନ ଖୋଦିତ ମୂର୍ତ୍ତିରେ ଦେବତା ଆତ୍ମା ଏଠି ମଧ୍ୟ ପୁଣି ଆତ୍ମାର ଆଲୋଚନା ହେଉଛି above mind's twilight and life's starlit light there gleamed the dawn of a spiritual day ଆଧ୍ୟାତ୍ମିକ ଜୀବନର ଅୟମାରମ୍ଭ ହେବ ମନ ଆଉ ପ୍ରାଣର ଯେତେବେଳେ କାରନାମା ସରିଯିବ ଏଠି କହୁଛନ୍ତି ଦେବତାତ୍ମା ଦେଇଥିଲେ ଦର୍ଶନ ଖୋଦିତ ମୂର୍ତ୍ତିରେ ଜୀବନ୍ତ ସେ ଉପସ୍ଥିତି ମୃତ୍ୟୁହୀନ ଦିବ୍ୟ ପ୍ରସନ୍ନତା ରୂପ ସେଇ ଧରିଥିଲା କାଳେ ତାର ସାରା ଅସୀମତା ଚିନ୍ତା କରି ଦେଖନ୍ତୁ କେତେ ଚମତ୍କାର ବର୍ଣ୍ଣନା ଆସୁଛି ଜୀବନ୍ତ ସେ ଉପସ୍ଥିତି ମୃତ୍ୟୁହୀନ ଦିବ୍ୟ ପ୍ରସନ୍ନତା ଯେଉଁ ପ୍ରସନ୍ନତା ଦିବ୍ୟ ଆଉ ତାର ମୃତ୍ୟୁ ନାହିଁ ରୂପ ସେହି ଧରିଥିଲା ତା କେବଳ ତାର ସାରା ଅସୀମତା ତାପରେ କହୁଛନ୍ତି ମହେଶ୍ୱରୀ ବିଶ୍ୱମାତା ଶକ୍ତିଶାଳୀ ସଂକଳ୍ପ ତାଙ୍କର ମହେଶ୍ୱରୀ ବିଶ୍ୱମାତାଙ୍କର ବର୍ଣ୍ଣନା କରୁଛନ୍ତି ଶକ୍ତିଶାଳୀ ସଂକଳ୍ପ ତାଙ୍କର ଅବସ୍ଥିତ ପୃଥିବୀର ଅତଳେ ତମସ୍ୟା ଶକ୍ତିର ନିର୍ବାଚନା କଥା କହୁନାହାନ୍ତି ବଚନ ନାହିଁ ସର୍ବଶକ୍ତି ମାତା ରହସ୍ୟାବୃତ ରୀତିରେ ମୌନି ସିଏ ମରୁପ୍ରାନ୍ତେ ଆକାଶରେ ସମୁଦ୍ର ଗର୍ଭରେ ଯୁଆଡ଼କୁ ଯାଆନ୍ତୁ ସମୁଦ୍ର ଗର୍ଭକୁ ଯାଆନ୍ତୁ ଆକାଶକୁ ଯାଆନ୍ତୁ ଏବଂ ତାରି ଭିତରେ କହୁଛନ୍ତି ବସିକରି ଯେଉଁ ବୁଝୁଛନ୍ତି ସେ କ'ଣ ହେଉଛି ନା ସେ ହେଉଛି ଆକାଶରେ ସମୁଦ୍ର ଗର୍ଭରେ ତେଣୁ ତାକୁ ଆମେ ଯେତେବେଳେ ଯାଉଛନ୍ତି ଆମେ ଅନୁଭବ କରୁଛନ୍ତି ଲକ୍ଷ୍ୟ କରୁଛନ୍ତି କୁଣ୍ଠିତା ସେ ମାନସ ଗୁଣ୍ଠନେ ପଦେ କଥା କହନ୍ତିନି କୁଣ୍ଠିତ ହୋଇ ବସିଛନ୍ତି କଥା ପଦେ ମଧ୍ୟ ସେ ଆଲୋଚନା କରୁନାହାନ୍ତି ସେ କରୁଛନ୍ତି ନିର୍ବଚନା ସର୍ବଦ୍ରଷ୍ଟା ସିଏ ରହସ୍ୟମୟୀ ଜନନୀ ସେ ହେଉଛନ୍ତି ନିର୍ବଚନା କଥା ନାହିଁ ଦେଖୁଛନ୍ତି ଚାରିଆ ପଦେ କଥା କହନ୍ତି ନାହିଁ ସର୍ବଦ୍ରଷ୍ଟା ଦେଖିପାରୁଛନ୍ତି ରହସ୍ୟମୟୀ ଜନନୀ ଗୁପ୍ତ ଥାନ୍ତି ନୀତି ଯେତେ ଦିନ ଆମ ଆତ୍ମା ନ ଜାଣିଛି ମାତାଙ୍କର ତନୁଧାରୀ ଗୁପ୍ତ ରହସ୍ୟଟି ନ ଶୁଣିଛି ଯେପର୍ଯ୍ୟନ୍ତ ନ ଜାଣିଛି ଏଇଠି ଅଛନ୍ତି ଆମରି ଭିତରେ ଅଛନ୍ତି କାମ କରୁଛନ୍ତି ଆମକୁ ଆଗକୁ ନେଉଛନ୍ତି ଏକ ସେହି ନିଶ୍ଚଳ ପ୍ରତିମା ପୂଜକ ଭିତରେ ବିରାଜିତ ପୂଜକ ଭିତରେ ସେହି ନିଶ୍ଚଳ ପ୍ରତିମା ବିରାଜିତ ନରଦେହେ କିମ୍ବା ପଥରର ରହସ୍ୟ ଆବୃତ୍ତି ତେଣୁ ଦେଖନ୍ତୁ କି ଚମତ୍କାର ଆଲୋଚନା ଭିତରେ ଶ୍ରୀ ଅରବିନ୍ଦ ଯାଉଛନ୍ତି ତାର ପରବର୍ତ୍ତୀ ଅବସ୍ଥାରେ ଆମେ ଯାଇଛନ୍ତି ଯେତେବେଳେ କସ୍ମିକ୍ କନସିୟସନେସ୍ ପଢ଼ିବାକୁ ଯାଉଛନ୍ତି ଭୂମା ଚେତନା ପଢ଼ିବାକୁ ଯାଉଛନ୍ତି ସେତେବେଳେ କହୁଛନ୍ତି ବ୍ୟାପକ ବିଶ୍ୱକୁ ଆବରିଛି ଆତ୍ମାରେ ମୋହର ଦେଶ ଓ କାଳ ଅବଲୋକନ ମୋହର ଆତ୍ମାର ମୁଁ ଦେବତା ମୁଁ ଦାନବ ପ୍ରେତାତ୍ମା ଅବଦେବତା ପବନର ଗତି ନକ୍ଷତ୍ରର ପ୍ରଜ୍ୱଳନ୍ତ ଚିତା କି ଚମତ୍କାର ଭାବରେ କହୁଛନ୍ତି ଚିନ୍ତା କରି ଦେଖନ୍ତୁ କେଉଁଠି ଅଛନ୍ତି ପ୍ରଭୁ ନିଜ ବିଷୟରେ କେଉଁଠି ରେୟାରଲି କେଉଁଠି କହିଛନ୍ତି ଜଣେ ଯାଇକରି ପଚାରୁଛି ମୁଁ ଆପଣଙ୍କର ବାୟୋଗ୍ରାଫି ଲେଖିବାକୁ ଯାଉଛି ପ୍ରଭୁ ଚାହୁଁଛନ୍ତି ମୋର ବାହ୍ୟ ଜୀବନ ଭିତରେ କ'ଣ ତୁମେ ଆନ୍ତଃଜୀବନ ବିଷୟରେ ଆନ୍ତଃଜୀବନ ବିଷୟରେ ତୁମେ କ'ଣ ଜାଣିଛ ବାହ୍ୟ ଜୀବନ ଏଠି ପଢ଼ିଲି ଏଠି ଆସିକି ପହଞ୍ଚିଲି ଏହା କଲି ଆମର ଅଲିପୁର ଜେଲ୍ ତାପରେ କହୁଛନ୍ତି ନ୍ୟାସନାଲିଷ୍ଟ ମୁଭମେଣ୍ଟ ଏହାକୁ ସବୁ ଦେଖିକି ଯଦି ପଚାରିବ ମୁଁ ବାୟୋଗ୍ରାଫି ଲେଖିବି ତାହେଲେ କ'ଣ ଲେଖାଯାଇପାରିବ ଆନ୍ତଃଜୀବନ ବିଷୟରେ କ'ଣ ଲେଖୁଛ ଗୋଟିଏ କବିତାରେ ଆମେ ଯେହେତୁ ପଢ଼ିଛୁ ଜୀର୍ଣ୍ଣ ଦେହରେ ମୁଁ ଭଗବାନ ଛିନ୍ନ ବସ୍ତ୍ରରେ ମୁଁ ଭଗବାନ ତେଣୁ ଚିନ୍ତା କରି ଦେଖନ୍ତୁ ତାଙ୍କର ବିଶାଳତା କେମିତି ଅନୁଭବ କରାଯାଇପାରିବ ଇଭେନ୍ ଇନ୍ ରାଗ୍ସ ଆଇ ଆମ୍ ଗଡ୍ ଫଲନ୍ ଆଇ ଆମ୍ ଡିଭାଇନ୍ ହାଇ ଆଇ ଟ୍ରାଇମ୍ଫ ହ୍ୱେନ୍ ଡାଉନ୍ ଟ୍ରଡ୍ ଲଙ୍ଗ୍ ଆଇ ଲିଭ୍ ହ୍ୱେନ୍ ସ୍ଲେନ୍ କି ଚମତ୍କାର ଆଲୋଚନା ତାରି ଭିତରେ ରହୁଛନ୍ତି ତେଣୁ କହୁଛନ୍ତି ମୁଁ ଦେବତା ମୁଁ ଦାନବ ପ୍ରେତାତ୍ମା ଅବଦେବତା ପବନର ଗତି ନକ୍ଷତ୍ରର ପ୍ରଜ୍ୱଳନ୍ତ ଚିତା ସବୁଯାକ ହେଉଛି ମୁଁ ସକଳ ପ୍ରକୃତି ଶିଶୁ ସମ ଯତ୍ନରେ ପାଳିତ ମୁଁ ତାହାର ସଂଘର୍ଷ ଆଉ ଅବକାଶ ଶାଶ୍ୱତ ସାରା ସଂସାରର ସୁଖ ଶିହରଣ ସୃଷ୍ଟି କରେ ବ୍ୟକ୍ତିର ଯନ୍ତ୍ରଣା ମୁଁ ସମ୍ଭାଳେ ଏକାକୀ ଛାତିରେ କି ଚମତ୍କାର ଆଲୋଚନା ସବୁ ଯନ୍ତ୍ରଣାକୁ ମୁଁ ନେଇଯାଏ ସଂସାରରେ ସୁଖ ଶିହରଣ ସୃଷ୍ଟି କରେ ସଂଘର୍ଷ ଆଉ ଅବକାଶ ଶାଶ୍ୱତ ତେଣୁ ମୁଁ କ'ଣ କରୁଛି ସକଳ ପ୍ରକୃତି ଶିଶୁ ସମ ଯତ୍ନରେ ପାଳିତ ମୁଁ ପାଳନ କରୁଛି ଏ ହେଉଛି କସ୍ମିକ୍ କନସିୟସନେସ୍ ଶିଖିଛି ମୁଁ ଏକାତ୍ମତା ଲାଭ ବ୍ୟକ୍ତିଙ୍କ ସହିତ ଅଥଚ ମୁଁ ବନ୍ଧା ନୁହେଁ କେବେ ସେ ସବୁ ସହିତ ସବୁ ଭିତରେ ରହିଛି ପଦ୍ମ ଭିତରେ ଯେମିତି ପଦ୍ମପତ୍ର ପାଣି ଭିତରେ ରହି ଯେମିତି ଅନଟଚ୍ଡ ସେଇଭଳିଆ ଅବସ୍ଥା ମୁଁ ସବୁ ଭିତରେ ବନ୍ଧା ନୁହେଁ କେବେ ସେସବୁ ସହିତ ଭୂମାର ଆହ୍ୱାନ ମୋ ଭିତରେ ମୁଁ କରେ ବହନ ଭୂମାର ଆହ୍ୱାନ ଯେଉଁ ଆସେ ମୁଁ ତାକୁ ବହନ କରିଛି ମୋ ଭିତରେ ପୃଥିବୀର ବହନକୁ ତାପରେ ଅବିନଶ୍ୱର ଧାମକୁ ଯାତ୍ରା ମୋର ଆହରଣ ମୁଁ ଯେଉଁଠିକି ଯାଇଛି ସେ ଜାଗା ଇମୋର୍ଟାଲିଟିରେ ଭରା ଇଟର୍ନିଟିରେ ଭରା ଡିଭିନିଟିରେ ଭରା ସେଇଠିକି ହେଉଛି ମୋର ମୁଁ ତାକୁ ଲୁଚେଇକରି ଆସିଛି ଛାଡ଼ିକରି ଆସିଛି ଏବଂ କ'ଣ କରୁଛି ସେଇ ମୋର ଯାତ୍ରା ମୋର ଆରୋହଣ ପ୍ରାଣ ପାର ହୁଏ କାଳ ଅପ୍ରମେୟଙ୍କ ପକ୍ଷରେ
ପ୍ରାଣପାର ହୁଏ କାଳ ଅପ୍ରମେୟଙ୍କ ପକ୍ଷରେ, ଅଥଚ ମୁଁ ଥାଏ ଏକ ଜନ୍ମା ଅଜନ୍ମା ମଧ୍ୟରେ। ତେଣୁ ମୁଁ ସେଇ ଜନ୍ମ ଅଜନ୍ମା ଭିତରେ ମୁଁ ଥାଏ, କାଳ ଅତିକ୍ରମ କରୁଥାଏ, ମୋତେ କିଛି ସ୍ପର୍ଶ କରିନଥାଏ। ତାକୁ ସେଇଥିପାଇଁ ଯେତେବେଳେ କୃଷ୍ଣ ଯେତେବେଳେ ପଢ଼ଉଛନ୍ତି, କୃଷ୍ଣଙ୍କ କବିତା ଜାଣିଛନ୍ତି, ପରିତ୍ରାଣୟ ସାଧୁନାମ ବିନାଶାୟ ଚ ଦୁଷ୍କୃତମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ମୁଁ ଆସୁଛି ବିଭିନ୍ନ ରୂପରେ, ବିଭିନ୍ନ ପର୍ଯ୍ୟାୟରେ, ବିଭିନ୍ନ ନାମରେ, ବିଭିନ୍ନ ଅବତାର ଭାବରେ ମୁଁ ଆସିକରି ପହଞ୍ଚୁଛି, ବା ବିଭୂତି ରୂପରେ ମୁଁ ଆସିକରି ପହଞ୍ଚୁଛି। ତାର ପରବର୍ତ୍ତୀ ଅବସ୍ଥାରେ ଆମେ ଯାଉ ଦେଖୁ ଲିବରେସନ୍, ମୁକ୍ତି କବିତା ଉପରକୁ ଯେତେବେଳେ ଆମେ ଯାଉ, ସେତେବେଳେ ଆମେ ଦେଖୁ ମନରେ ମୋ ବର୍ତ୍ତୁଳ ନର୍ତ୍ତନ ନିକ୍ଷେପ କରିଛି ଦୂରେ, ମନର ମୋ ବର୍ତ୍ତୁଳ ନର୍ତ୍ତନ, ବର୍ତ୍ତୁଳ ବଙ୍କା ନର୍ତ୍ତନ ନାଚ ନିକ୍ଷେପ କରିଛି ଦୂରେ। ମୁକ୍ତ ମୁଁ ରହିଛି ଠିଆ ଆତ୍ମା ନିରବତାର ମଧ୍ୟରେ, କାଳହୀନ ମୃତ୍ୟୁହୀନ ଅତୀତମ ଜୀବ ଜଗତର, ଶାଶ୍ୱତ ସ୍ଥିତିର କେନ୍ଦ୍ରବିନ୍ଦୁ ସ୍ୱୟଂ ମୋ ନିଜର। ତେଣୁ ଚିନ୍ତା କରନ୍ତୁ କେତେ ଚମତ୍କାର ଲେଖୁଛନ୍ତି ଲିବରେସନ୍। କିନ୍ତୁ ମୁକ୍ତିକୁ ଆମେ ଜାଣିଛୁ କ'ଣ? ଟ୍ରୁ ଫ୍ରିଡମ୍ ୱାଜ୍ ଆଭଏଡ୍ ଆଣ୍ଡ ହଣ୍ଟେଡ୍ ଡାଉନ୍। ନାହିଁ ଫ୍ରିଡମ୍ ହି ଆସ୍କ ବଟ୍ ନିଡ୍ସ ଟୁ ଲିଭ୍ ଇନ୍ ବଣ୍ଡସ୍। ସ୍ୱାଧୀନତା ମାଗୁଛୁ, ପରାଧୀନତାର ଶୃଙ୍ଖଳ ଭିତରେ ବାନ୍ଧିଛୁ, ବନ୍ଦୀ ହେଇ ରହିଛୁ, କାରଣ ମୁକ୍ତି ଆମେ ଜାଣିନାହୁଁ। ମନ ପ୍ରାଣ ଶରୀରରେ ରହିଛୁ, ଆତ୍ମାକୁ ଭୁଲି ଯାଇଛୁ। ନିଷ୍କ୍ରାନ୍ତ ହୋଇଛି କ୍ଷୁଦ୍ର ମୋର ଅହଙ୍କାର ମୃତ, ଅମର ମୁଁ ଅନିର୍ବଚନୀୟ ଆଉ ଏକାନ୍ତ। ନିଷ୍କ୍ରାନ୍ତ ହୋଇଛି କ୍ଷୁଦ୍ର ମୋର ଅହଙ୍କାର ମୂତ୍ର, ମୋ ଯେଉଁ କ୍ଷୁଦ୍ର ଅହଙ୍କାର ଥିଲା ସେ ମରିଯାଇଛି। ମୁଁ ହେଉଛି ଅମର ଅନିର୍ବଚନୀୟ ଆଉ ଏକାନ୍ତ। ଅତିକ୍ରମ କରି ମୁଁ ଆସିଛି ସୃଜିଥିବା ବ୍ରହ୍ମାଣ୍ଡକୁ ମୁହିଁ, ଯେଉଁ ବ୍ରହ୍ମାଣ୍ଡକୁ ନିଜେ ତିଆରି କରିଥିଲେ ତାକୁ ମୁଁ ଅତିକ୍ରମ କରିକି ଆସିଛି। ନାମହୀନ ଆଉ ଅପ୍ରମେୟ ହୋଇ ଉଠିଅଛି ମୁହିଁ। ତେଣୁ ଚିନ୍ତା କରି ଦେଖନ୍ତୁ କେଉଁଠି ସେଇ ଆତ୍ମା, ତାରି ଭିତରେ ଆସିଛି ଅମର, ଯିଏ ହେଉଛି ଅଜେୟ, ଯାହାର କ୍ଷୟ ବୃଦ୍ଧି ନାହିଁ, କ୍ଷୟ ନାହିଁ, ଆସୁଛି ପ୍ରତି ମୁହୂର୍ତ୍ତରେ ଆମ ଭିତରକୁ ଏକ୍ସପିରିଏନ୍ସ ନେବା ପାଇଁ ଏବଂ ପ୍ରୋଗ୍ରେସ୍ କରିବା ପାଇଁ, ଗ୍ରୋଥ୍ ପାଇଁ। ବ୍ୟାପ୍ତି ଓ ଅନ୍ତହୀନ ଆଲୋକରେ ମୋ ମନଟି ସ୍ତବ୍ଧ, ଆହ୍ଲାଦ ଓ ପ୍ରଶାନ୍ତିର ନିର୍ଜନ ବାସରେ ରହିଛି ମୋ ହୃଦୟ। ବ୍ୟାପ୍ତି ଏବଂ ଅନ୍ତହୀନ ଆଲୋକରେ ମୋ ମନଟି ସ୍ତବ୍ଧ, ଆହ୍ଲାଦ ଏବଂ ପ୍ରଶାନ୍ତିର ନିର୍ଜନ ବାସରେ ରହିଛି ମୋ ହୃଦୟ। ସ୍ପର୍ଶ ଶବ୍ଦ ଦର୍ଶନ କବଳରୁ ମୋର ଜ୍ଞାନେନ୍ଦ୍ରିୟ ମୁକ୍ତ। ତେଣୁ ଯେଉଁ ବିଭିନ୍ନ ପ୍ରକାର ସେନ୍ସ ଅର୍ଗାନ ସବୁ ଭିତରେ ଅଛି, ଇନ୍ଦ୍ରିୟ, ତାକୁ ତା ଭିତରୁ ମୋର ଜ୍ଞାନେନ୍ଦ୍ରିୟ ମୁକ୍ତ। ମୋ ଶରୀର ଶୁଭ୍ର ଅସୀମତା ମଧ୍ୟରେ ମୁଁ ବିନ୍ଦୁବତ୍। ଅଦ୍ୱିତୀୟ ସତ୍ତାଙ୍କର ମୁଁ ଏକମାତ୍ର ଅଚଳ ଆନନ୍ଦ। ମୁଁ ହେଉଛି ଅଚଳ ଆନନ୍ଦ। କାହା ଭିତରେ? ଅଦ୍ୱିତୀୟ ସତ୍ତାଙ୍କର ମୁଁ ଏକମାତ୍ର ଅଚଳ ଆନନ୍ଦ। ଏକକରେ ମୁଁ ନୁହେଁ ସୀମିତ, ମୁଁ ଅଟେ ସର୍ବମୟ ଛନ୍ଦ। ତେଣୁ କହୁଛନ୍ତି ୟୁନିଟି, ଏକ ଥିଲେ ଅନେକ ହେବା ପାଇଁ ଚାହିଁଲେ ମଲ୍ଟିପ୍ଲିସିଟି। ହି ଇଜ୍ ମେନି ହୁ ୱାଜ୍ ଦ ସାଇଲେଣ୍ଟ ୱାନ୍। ତେଣୁ ଆମେ ତାକୁ ପଢ଼ିଛନ୍ତି, ଜାଣିଛନ୍ତି ମଲ୍ଟିପ୍ଲିସିଟି, ଏକ ଅନେକ ହେବା ପାଇଁ ଚାହିଁଲେ। ତାର ପରବର୍ତ୍ତୀ ଅବସ୍ଥାରେ ଆମେ ସବୁ ଜାଣିଛୁ, ଅନ୍ତତଃ ଟିକେ ପଢ଼ିବାକୁ ଜାଣିବାକୁ ପଡ଼େ। ଆମ ଭିତରେ ଯେଉଁ ଜାଣୁଛନ୍ତି ସେଣ୍ଟ୍ରାଲ ବିଙ୍ଗ, ଜୀବାତ୍ମା, ପୁରୁଷ, ଏବଂ ତା ପରବର୍ତ୍ତୀ ଆମେ ଯାଉଛୁ ସୋଲ୍, ସ୍ପାର୍କ ସୋଲ୍, ଯେ ସ୍ପାର୍କ ଅଫ୍ ଦ ଡିଭାଇନ୍। ତାର ପ୍ରୋଗ୍ରେସରୁ, ଡେଭଲପମେଣ୍ଟରୁ ଯେଉଁ ସାଇକିପିଙ୍ଗ ହେଉଛି ଆମେ ତାକୁ ଜାଣିଛୁ। ମନ ପ୍ରାଣ ଶରୀର, ଆନ୍ତଃପ୍ରାଣ ଆନ୍ତଃମନ ଆନ୍ତ ଶରୀର। ତେଣୁ ଆ ଭିତରକୁ, ଫିଲୋସଫି ଭିତରକୁ ଟିକେ ପ୍ରବେଶ କରିବାର ଆବଶ୍ୟକତା ଅଛି। ତାର ପରବର୍ତ୍ତୀ ଅବସ୍ଥା ଯେତେବେଳେ ସାକ୍ଷୀ ଆତ୍ମାରେ ଯେତେବେଳେ ଆଲୋଚନା ହୁଏ, ସେତେବେଳେ ଚମତ୍କାର ଭାବରେ ଶ୍ରୀ ଅରବିନ୍ଦ ଲେଖନ୍ତି, ନିଶ୍ଚେତନା ଗର୍ଭ ମଧ୍ୟ ଜାଗି ମୁଁ ସ୍ତମିତ, ବ୍ୟକ୍ତି ମନ ହୃଦୟରେ ହୋଇ କୁଣ୍ଡଳିତ। ଊର୍ଦ୍ଧ୍ୱେ ସ୍ପର୍ଶ କରେ ଜ୍ୟୋତିର୍ମୟ ସୁଷୁପ୍ତିରେ, ନିତ୍ୟ ସୁଧାର ସେ ଆନନ୍ଦ ଏବଂ ଆଲୋକରେ। ସକଳ କରେ ବହନ ଅସ୍ପର୍ଶ ଓ ସ୍ଥିର, ସର୍ବଜ୍ଞ ଦୁର୍ಬೋଧ୍ୟ ସଂକଳ୍ପ ମାନି ତୁମର। କି ଚମତ୍କାର ଭାବରେ ବର୍ଣ୍ଣନା କରୁଛନ୍ତି ପୁଣି ସେ ସାକ୍ଷୀ ଆତ୍ମା, ୱିଟନେସ୍ ସ୍ପିରିଟ୍ ଉପରେ। ପୁନର୍ବାର ସେଇ ଆତ୍ମା, ସେଇ ସବୁ ପରିଚିତ, ସେଇ ଆଧ୍ୟାତ୍ମିକତାର ସ୍ପର୍ଶ ଆତ୍ମା। ଆତ୍ମାର ସ୍ତବ୍ଧତା ମଧ୍ୟରେ ମୁଁ ରହିଛି ଅଚଳ, ସାକ୍ଷୀ ରୂପେ ଦେଖେ ବିଶ୍ୱକର୍ମା ସୁବିଶାଳ। ପକ୍ଷ ତାର ଅସୀମତା ମଧ୍ୟରେ ସଚଳ, ଧାବମାନ ମୃତ୍ୟୁହୀନ ଅଶ୍ଵ ମହାକାଳ। କେତେ ଚମତ୍କାର ବର୍ଣ୍ଣନା। ସେଇ ମହାକାଳ, ସେଇ ଧାବମାନ, ସେଇ ଆତ୍ମା ପରମାତ୍ମା, ସେଇ ଡିଭିନିଟି, ତାରି ଭିତରେ ରହୁଛନ୍ତି ସେ କବିତା ୱିଟନେସ୍ ସ୍ପିରିଟ୍। କାରଣ ସ୍ପିରିଟ୍ ଆପଣ ଜାଣୁଛନ୍ତି ସମ୍ପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକତାର ଜିନିଷ। ମୁକ ଏବଂ ବିଶାଳ ଶକ୍ତି ତାହାର ଘୂର୍ଣ୍ଣନେ, ଯୋଡ଼ିଛନ୍ତି ତାରା ନିହାରିକା ଦୀର୍ଘ ଜାନେ। ଘୁରନ୍ତି ମୋ ସତ୍ତା ସହ ସର୍ପ ଅଜଗର, ଯନ୍ତ୍ରଣାର ଦନ୍ତେ ମଶାଣିରେ ଆନନ୍ଦର। କି ଚମତ୍କାର ଭାବରେ ସେ ଯାଉଛି ଏବଂ ସେ ଆରମ୍ଭ କରୁଛନ୍ତି, ବର୍ଣ୍ଣନା କରୁଛନ୍ତି। ତାପରେ ଆଉ ଗୋଟେ ମଧ୍ୟ ପଢ଼ୁ ଆମେ, ରାତ୍ରିର ତୀର୍ଥଯାତ୍ରୀ ପଢ଼ିବାକୁ ଯେତେବେଳେ ଆମେ ପ୍ରୟାସ କରୁ, ପିଲଗ୍ରିମ୍ ଅଫ୍ ଦ ନାଇଟ୍।
ରାତ୍ରି ସହ କରିଛି ମୁଁ ଚୁକ୍ତି ଅଭିସାର। ଉଫ୍ କି ଆଲୋଚନା, କି ଚମତ୍କାର ଶୁଣିବ। ରାତ୍ରି ସହ କରିଛି ମୁଁ ଚୁକ୍ତି ଅଭିସାର, ରସାତଳର ମିଳନ ସ୍ଥାନଟି ଆମର। ବିଧାତାର ଆମର ଆଲୋକ ବକ୍ଷେ ଧରି, ପ୍ରଣୟ ଯାଚିଲି ଭୟାବହ ଅନ୍ଧ ହୃଦୟ ଧରି। ତାପରେ ଶେଷ ଆଡ଼କୁ ତାକୁ ଚମତ୍କାର ଭାବ ଲେଖୁଛନ୍ତି, ଛାଡ଼ି ଆସିଲି ପ୍ରଭାସ ମାନସ ଗୌରବ ପଛରେ, ପ୍ରଭାସ ମାନସ ଗୌରବ ପଛରେ, ପ୍ରଶାନ୍ତି ପରମାନନ୍ଦ ଭାଗବତ ଆତ୍ମାରେ, କରିଥିଲି ଯାତ୍ରା ଯାତ୍ରା ଅନୁଜ୍ଜଳ ଅନ୍ଧ ବିସ୍ତାରରେ, ଅଜ୍ଞାନରେ ଜଳରାଶି ଖୋଜୁଥିବା ଧୂସର ବେଳାରେ। ଚିନ୍ତା କରି ଦେଖନ୍ତୁ ଆଧୁନିକ କବିତାର, ସେହି ସମୟର କବିତା ଆଉ ଆଧୁନିକ କବିତା ଭିତରେ କେତେ କେତେ ଗଦା ଗଦା ସ୍ପର୍ଶ। ଆଉ ଅର୍ଡ଼ିନାରୀ ମନକୁ ଛୁଇଁ ପାରୁନଥିଲା କବିତା ଆଉ ଆଧ୍ୟାତ୍ମିକତାରେ ଭରିକରି ଆତ୍ମାକୁ ଛୁଉଁଥିବା କବିତା, କେତେ ପାର୍ଥକ୍ୟ। ଡାକିଛି ମୁଁ ଶୀତଳ ଲହରୀ ମଧ୍ୟ ପଙ୍କି ପିଚ୍ଛିଳ ପଙ୍କରେ, ନାହିଁ ଶେଷ ତଥାପି ଅବିଶ୍ରାନ୍ତ ଯାତ୍ରା ପଥଟିରେ। ଅବିଶ୍ରାନ୍ତ ନଦୀ ଯେମିତି ବହି ଚାଲିଛି ସମୁଦ୍ରରେ ମିଶିବା ପାଇଁ, ଆତ୍ମା ଯେମିତି ପରମାତ୍ମାରେ ମିଶିବାକୁ ଯାଉଛି, ସେଇଭଳି ମୋର ଯାତ୍ରା ଚାଲିଛି। ହରାଇଛି କାଳର ଅତୀତ ଉଜ୍ଜ୍ୱଳ ଦିବ୍ୟତା, ଶୁଣିପାରୁନାହିଁ ସ୍ୱର୍ଗବାସୀ ବନ୍ଧୁଙ୍କର କଥା। ତଥାପି ମୁଁ ଜାଣେ ପାଦ ଚିହ୍ନିତ ମାର୍ଗଟି ମୋହର, ଏକମାତ୍ର ଯାତ୍ରା ପଥ ମୋର ଅମରତ୍ୱ ଲାଭର। ଯେଉଁ ପାଦକୁ ଅନୁଭବ କରିକରି ଯାଉଛି, ଯେଉଁ ପଥକୁ ମୁଁ ଅନୁସରଣ କରୁଛି, ସେଇ ହେଉଛି କୁଆଡ଼େ ନା ଅମରତ୍ୱ ଲାଭର ପଥ। ମୁଁ ତାକୁ ଧରି ଧରି ଯାଉଛି, ଅନେକ ଯୁଗରୁ ଚାଲିଛି, ଏବେ ବି ଚାଲିଛି, ଆଗକୁ ମଧ୍ୟ ମୁଁ ଯିବି। ତେଣୁ ଏଇଭଳି ଅବସ୍ଥା ଭିତରେ ବର୍ଣ୍ଣନା କରୁଛନ୍ତି, ମୁଁ ଆଗକୁ ଯିବି। ବିୟୁଟି ଇଜ୍ ହିଜ୍ ଫୁଟପ୍ରିଣ୍ଟ ଶୋଇଂ ଅସ୍ ହ୍ୱେୟାର ହି ହାଜ୍ ପାସ୍ଡ। ସୌନ୍ଦର୍ଯ୍ୟ ହେଉଛି ସେହି ପରମଙ୍କର ପାଦ ଚିହ୍ନ, ଯେ ଆମକୁ ଦେଖେଇ ଦେଉଛି ଯେ ଭଗବାନ ଏଇପଟେ ଯାଇଛନ୍ତି, ସେଇ ହେଉଛି ଭଗବାନଙ୍କର ପାଦ ଚିହ୍ନ। ସେଇ ଯେମିତି କହୁଛନ୍ତି ଇନଡୁଏଲିଂ ୟୁନିଭର୍ସାଲକୁ ବର୍ଣ୍ଣନା କରିବାକୁ ଯାଇକରି ଦୁଇଟି ମନରେ ପଡ଼ୁଛି। ଅଜାତ ମୁଁ ବସି ରହେ କାଳାତୀତ ସ୍ପର୍ଶ ବୋଧାତୀତ, କାଳାତୀତ ସ୍ପର୍ଶବୋଧର ଅତୀତ। ସ୍ଥିର ମୋର ମୁକୁରରେ ସେ ସକଳ ମାତ୍ର ଛାୟାବତ। ବିଶ୍ୱାତୀତ ସତ୍ତା ମୋର ବିଶ୍ୱଚକ୍ର ନିୟନ୍ତ୍ରିତ କରେ। ବିଶ୍ୱାତୀତ ସତ୍ତା ଟ୍ରାନ୍ସେଣ୍ଡେଣ୍ଟ କରୁଛି କ'ଣ ନା ବିଶ୍ୱଚକ୍ରକୁ ନିୟନ୍ତ୍ରଣ କରେ। ରହିଛି ମୁଁ ଲୁକ୍କାୟିତ ରତ୍ନ ସବ ସମୁଦ୍ର ଗର୍ଭରେ। ସମୁଦ୍ର ଗର୍ଭରେ ଯେମିତି ରତ୍ନ ଲୁଚିକରି ରହିଥାଏ, ଠିକ୍ ସେଇଭଳିଆ ମୋ ଭିତରେ ସାରା ବିଶ୍ୱ ମୋ ଆତ୍ମାର ବହୁ ବନ୍ଧନରେ, ମୃଗଶିରା ଆଉ ପୁନର୍ବସୁ ଜଳୁଥାଏ ମୋହରି ମଧ୍ୟରେ। କେମିତି ବର୍ଣ୍ଣନା ଦେଖନ୍ତୁ, କି ଆଧୁନିକ କବିତା ଆପଣ ପଢ଼ୁଛନ୍ତି। ସେଇଭଳି ଯେତେବେଳେ ଇଲେକ୍ଟ୍ରନ୍ ପରମାଣୁ ଯେତେବେଳେ ପଢ଼ୁଛନ୍ତି, ସେତେବେଳେ କହୁଛନ୍ତି ସ୍ଫଟିକ ଓ ତରୁଲତା କୀଟ ଚତୁଷ୍ପଦ ପଶୁ ଓ ମାନବ, ଯେଉଁ ମାନବ ମଧ୍ୟରେ ବିଶ୍ୱ ଐକ୍ୟ ପ୍ରତିଷ୍ଠିତ ହେବ। ଆତ୍ମାର ସ୍ଫୁଲିଙ୍ଗ ହେବ ପ୍ରସାରିତ ପରମ ପ୍ରକାଶେ, ଅସୀମଙ୍କର କାଳହୀନ ବିସ୍ତାର ବିପୁଳ ବିଳାସେ। କ୍ଷୁଦ୍ର ସେହି ଚିକାମୟ ପଦ୍ରଥେ ସଦାଶିବଙ୍କ ବିହାର। ଦେଖନ୍ତୁ ଆରମ୍ଭ କରୁଛନ୍ତି କେଉଁଠୁ ଆଣୁଛନ୍ତି। କ୍ଷୁଦ୍ର ସେହି ଶିଖାମୟ ପଥେ ସଦାଶିବଙ୍କ ବିହାର, ଅଦିତ୍ୟଙ୍କର ଉଦ୍ଭାବିତ ଅସଂଖ୍ୟ ସଂଖ୍ୟାର, ରହିଥାନ୍ତି ଅନ୍ତରାଳରେ ନିଜ ସତ୍ତା ଅଦୃଶ୍ୟ ଆକାର, ଶାଶ୍ୱତଙ୍କ କାଳ ମଧ୍ୟ କ୍ଷୁଦ୍ର ଏକ ଦେବତା ମନ୍ଦିର। ତାରି ଭିତରେ ରହିଛନ୍ତି ଇଲେକ୍ଟ୍ରନ୍ ଅଛି, ପ୍ରୋଟନ୍ ଅଛି, ନ୍ୟୁଟ୍ରନ୍ ଅଛି। ଇଲେକ୍ଟ୍ରନ୍ ନେଗେଟିଭ୍, ପ୍ରୋଟନ୍ ହେଉଛି ପଜିଟିଭ୍, ଆଣ୍ଡ ନ୍ୟୁଟ୍ରନ୍ ହେଉଛି ନ୍ୟୁଟ୍ରାଲ୍। ତେଣୁ ନମ୍ବର ଅଫ୍ ଇଲେକ୍ଟ୍ରନ୍ ଇଜ୍ ଇକ୍ୱାଲ୍ ଟୁ ନମ୍ବର ଅଫ୍ ପ୍ରୋଟନ୍, ସବୁ ତେଣୁ ବାଲାନ୍ସ ହେଇକି ରହିଛି। ତେଣୁ ଯଦି ଅଧିକ ଯାହାର ସଂଖ୍ୟା ହେଇଯିବ, ଇଲେକ୍ଟ୍ରନ୍ ବେଶୀ ହେଇଗଲେ ନେଗେଟିଭ୍ ହେଇଯିବ, ପଜିଟିଭ୍ ଯଦି ହେଇଯିବ, ଯଦି ପ୍ରୋଟନ୍ର ସଂଖ୍ୟା ବେଶୀ ହେଇଯିବ। ତେଣୁ ଆରି ଭିତରେ ରହିଛି, ତାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି। ହି ୱାଜ୍ ହିଅର୍ ବିଫୋର୍ ଦ ଏଲିମେଣ୍ଟସ୍ କୁଡ୍ ଏମର୍ଜ। ତେଣୁ ଚିନ୍ତା କରି ଦେଖନ୍ତୁ, ଗଡ୍ ପାର୍ଟିକଲ୍ ପଢ଼ୁଛନ୍ତି ଶ୍ରୀ ଅରବିନ୍ଦ, ସେତେବେଳର କବିତା କେମିତି ଆପଣଙ୍କୁ ସ୍ପର୍ଶ କରିଥିଲା ତାହା ଆପଣ ଜାଣୁଛନ୍ତି। ସାରିବାକୁ ସମୟ ତ ଆମକୁ ଇସାରା ଦେଉଛି। ଚମତ୍କାର ଭାବରେ କହୁଛନ୍ତି, ଡିଭାଇନ୍ ହିୟରିଂ କହିଛନ୍ତି। ଧରିତ୍ରୀକୁ ଗାନ ଶୁଣାଇବା ବାଷ୍ପଯାନ ନିନାଦ ତୁରୀର, ଯନ୍ତ୍ର ଦାନବର ଗୁଞ୍ଜରଣ କାରଖାନା ପୁଙ୍ଗାର ଚିତ୍କାର। ଚିନ୍ତା କରୁଛନ୍ତି, 11 ଯେଉଁ ହର୍ନ ବାଜୁଛି ତାକୁ ବଜଉଛନ୍ତି। ବଜ୍ରର ନିନାଦ ବିହଙ୍ଗା କାକଳି ଆଉ ସଙ୍ଗୀତର ସୁର, ଜୀବନର ପ୍ରଗଳ୍ଭତା ତାହାର ବିଷାଦ ଆଉ ବାର୍ତ୍ତା ଆମୋଦର, ମାନବୀୟ ଭାଷଣର ବାକ୍ୟ ଭଙ୍ଗୀ ଆଉ ଗୁଞ୍ଜରଣ ସ୍ୱର। ତେଣୁ ଶେଷ ଆଡ଼କୁ କହୁଛନ୍ତି, ସ୍ମୃତି ଜାଗେ ସୂର୍ଯ୍ୟଦୀପ୍ତ ଅଞ୍ଚଳରେ ଆଉ ସହର ପଥର। ସ୍ମୃତି ମେମୋରି ଆସୁଛି। ସୂର୍ଯ୍ୟଦୀପ୍ତ ଅଞ୍ଚଳର ଆଉ ସାଗର ପଥର, ସବୁ ଆଜି ପ୍ରତିଭାତ ପବିତ୍ର ବିସ୍ମୟ ସୁରେ ଯୋଜନା ତୁମର। ସବୁ ସେଇ ପରମଙ୍କ ପାଖରୁ, ଡିଭାଇନ୍, ଡିଭିନିଟି, ତାରି ଭିତରେ ଆତ୍ମା, ପରମାତ୍ମା, ସ୍ପିରିଚୁଆଲିଜିମ୍, ଗୋପନୀୟ ସମନ୍ୱୟ ଅନ୍ଧହୃତ ମଧ୍ୟ ଦେଇ ଅଲକ୍ଷ୍ୟ ପ୍ରସରୀ, ସବୁ ମନୋରମ ହୁଏ ଯେଣୁ ସର୍ବବିରାଜିତ ସତ୍ତାଟି ତୁମରି। ତାପରେ ଶେଷ ଆଡ଼କୁ ଆମେ ଯେତେବେଳେ ପଢ଼ୁ ଏବଂ ବୁଝିବାକୁ ପ୍ରୟାସ କରୁ, ବିକଜ୍ ଦାଉ ଆର୍ଟ, ସାରିବାକୁ ଚେଷ୍ଟା କରିବା, ବିକଜ୍ ଦାଉ ତୁମେ ଅଛ ବୋଲି। ତାରି ଭିତରେ ତୁମେ ଯେଣୁ ସର୍ବ ସୌନ୍ଦର୍ଯ୍ୟମୟ ସର୍ବାନନ୍ଦ ବିରାଜିତ, ତେଣୁ ମୋର ଅନ୍ଧ ଆତ୍ମା ତୁମ ପ୍ରତି ପ୍ରେମେ ହୋଇଛି ମୋହିତ। ମୋର ଆତ୍ମା ହେଉଛି କ'ଣ ନା ଅନ୍ଧ ଆତ୍ମା,
मान मन प्राण शरीर ताड़न तारि भितर सप्रेस्ट होकर लुचिक रही किंतु एठी हुए होचन हुवंती मोहित तुमरी निगूढ़ स्पर्श बहन से करे तु सबुठारे हुए पुलकित परम उल्लास आशारे सकल आखि पछरे सुगोपन करी तुमरी कहानी चाहाणी प्रतिटी स्वर शुणे जादिकारी तुमरी कहानी चाहाणी कहानी सबुजाक तुमर मो हृदय तुम मधुरता प्रकृतिर माध्यम छाड़ पाए नाही केउठारे बंधा से प्रेम पासरे छुआड़े छाड़ी पारुने because thou art the inconscient wants to live because thou art man forgets to be to die because thou art man wishes to be divine तेणु आरि भितर कहते पुनर्बार कहते हृदय मो भल पाए देह तब सर्वजीव देह तुमरी उल्लास दृष्टि पत्र आउ पत्थर रे थाए तुमरी उल्लास दृष्टि तुमको बहन करे प्रतिक्षण ज्वलंत पक्षरे दृष्टिपथे असरंती कला देखे केवल तुमरे जलयात्रा करे काल अग्र भावे तुमको बसाई सबु भविष्यत भावोच्छ्वास आशा केवल तुम्हें होच सही तुम्हें होच आरंभ तुम्हें होच शेष तेणु समय इशारे आमको ये बंद करने को पड़ो चमत्कार आलोच्य विषय वस्तु से कला दिग्गजयी कला कालजयी कविता तारि भीतर को प्रवेश करवा अंततः आउरी मध्य आम संध्या बेलू आज रात्रि प्रहर में आउ ता भीतर को प्रवेश करवा आर द्वितीय छंद अंततः यही गोटे जिनस मन रखा जे श्री अरविंद को बुझी हम ना पढ़ी हम ना जदि से चेतना को न जावा तेणु चेतना को विस्फारित करने को पड़ो हृदय को शांत करने को पड़ो अंत प्रवेश करने को पड़ो एवं भगवान कृपार आशा ही हेले आम बुझा और जानवा को चेष्टा करवा कहीं श्री अरविंद माँ कहले हु कैन अंडरस्टैंड श्री अरविंद ही इज एज भास्ट एज द यूनिवर्स हिज टीचिंग्स आर लिमिटलेस वंदे मातरम।